ଗୋଟିଏ ଶୁଖିଲା ଲଙ୍କା ଜାଳି ଦିଅନ୍ତୁ, ଗ୍ୟାରେଣ୍ଟି ଦେଉଛି ସେ ନାରୀ ନିଜେ ଧରା ଦେବ, ରାତିଦିନ ତୁମକୁ ଫୋନ୍ କରିବ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ ନିଜ ପସନ୍ଦର ଝିଅକୁ ପଟେଇବା ପାଇଁ, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବା ପାଇଁ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଏମିତି ଏକ ସହଜ ଶକ୍ତିଶାଳୀ ବଶୀକରଣ ନେଇ ଆସିଛି। ଏହି ବଶୀକରଣକୁ କରିଦେଲେ ଆପଣ ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିବେ। କେବଳ ଆପଣଙ୍କୁ ଗୋଟିଏ ଶୁଖିଲା ଲଙ୍କା ଜାଳିବାର ଅଛି। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଯେଉଁ ଝିଅ ଆପଣଙ୍କୁ ଭାଅ ଦେଉନଥିଲା, ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ପଡ଼ିଶା ଘର ସୁନ୍ଦରୀ ଭାଉଜ ହାତ ଧରି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଗୋଟିଏ ଶୁଖିଲା ଲଙ୍କା ସାହାଯ୍ୟରେ ଆପଣ କିପରି ଝିଅ ପଟେଇ ପାରିବେ। ଏଥିପାଇଁ ଆପଣଙ୍କୁ ବେଶୀ କିଛି କଷ୍ଟ କାମ କରିବାକୁ ପଡ଼ିବନି, କିମ୍ବା କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି, କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ ଗୋଟିଏ ବଶୀକରଣ ଶବ୍ଦ କହିବି, ଆପଣ ସେହି ଶବ୍ଦକୁ 7 ଥର ପଢ଼ିକି ଶୁଖିଲା ଲଙ୍କା ଜାଳିଦେବେ। ଏହି ଶବ୍ଦ ହେଉଛି ମୁସଲିମ ବଶୀକରଣ ଶବ୍ଦ। ଏହି ଶବ୍ଦକୁ ଆପଣ ପଢ଼ିକି ଶୁଖିଲା ଲଙ୍କା ଜାଳିଦେବେ। ଗ୍ୟାରେଣ୍ଟି ଦେଉଛି ଯେମିତି ଆପଣ ଲଙ୍କାକୁ ଜାଳିବେ, ସେପଟେ ସେ ଝିଅ ଉପରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସିଏ ବିଚଳିତ ହୋଇ ଉଠିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଶୁଖିଲା ଲଙ୍କାର ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ମାତ୍ର ଥରେ ବଶୀକରଣ ହେବା ପରେ ସେ ଝିଅ ହେଉ ବା ପଡ଼ିଶା ଘର ଭାଉଜ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ହାତ ଧରି ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ଠିକ୍ ଅଛି, ତେବେ ଏହି ବିଧିକୁ ଆପଣ କିପରି କରିବେ, ଶୁଖିଲା ଲଙ୍କାକୁ ଆପଣ କିପରି ଜାଳିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ ଆପଣ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ, ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ଆପଣଙ୍କର ବଶୀକରଣ 100ରୁ 100% ସଫଳ ହେବ। ବିଧିଟି ଜାଣିବା ପୂର୍ବରୁ ଆଉ ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ର ମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି, ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେଉଁ ଝିଅ ବା ମହିଳାକୁ ପଟେଇବାକୁ ଚାହୁଁଛନ୍ତି, ତାକୁ ଅତି ସହଜରେ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଠିକ୍ ଅଛି, ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ। ତା ପୂର୍ବରୁ ଯଦି ଆପଣ
आम चैनल को नुआ आसिचंती तेबे दयाकोरी चैनल को सब्सक्राइब करी पाखरे थिबा बेल आइकन को मध्य दबाई दियंतु जहाद्वारा आमे जेउ भी वीडियो अपलोड करिबु सर्वप्रथमे आपण देखिपारिबे आउ तार लाभ पाइपारिबे। ठीक अछि, तेबे चलंतु जानिबा एही वशीकरण विधि को आपण किपरि करिबे। मने रखंतु एही वशीकरण विधि को आपण केवल शुक्रवार दिन करिबे, संध्या समय रे करिबे। विधिटी करिबा पूर्वरु भल भाबरे हाथ गोड़ मुह धोईकी आपण एही वशीकरण को आरंभ करिबे। प्रथमे आपण गोटिए सुखिला लंका आनिबे आउ जालिबा पई डियासिली किंबा मांचिस आनिबे। तापरे कोनोसी एक जगारे बसी पड़िबे जेउठारे आपणकु केही देखिबेनी किंबा डाकिबेनी। तापरे जो सुखिला लंका आनिचंती से सुखिला लंकारे सेई झियो बा स्त्रीर नाम लिखिबे जहाकु आपण निज बसरे करबाको चाहुचंती। तापरे से सुखिला लंका को निजर सामनारे रखिबे आउ आखि बंद करिकी सेई झियो बा स्त्री को मने मने भाबिबे, तार मुह को निज मनरे भाबिबे। तापरे या करिबु या करिबु या करिबु एही शब्द को आपण 7 थर पढ़ी देबे। ये हेउची मुस्लिम वशीकरण शब्द। एही शब्द को आपण 7 थर पढ़िबे। 7 थर पढ़ी सारिबा परे आपण 3 थर सेई झियो बा स्त्रीर नाम कहिबे जहाको आपण निज बसरे करबाको चाहुचंती। तापरे सांगे सांगे से सुखिला लंका को जाली देबे। जेमिति एपटे लंकाटी जलिबो सेपटे प्रभाव पड़िबा आरंभ होइजिबो। से झियो हेउ बा विवाहिता स्त्री आपणक आड़कू आकर्षित हेबाको लागिबो। धन्यवाद।